ମହାଦେବ ହେଉଛନ୍ତି ଭକ୍ତମାନଙ୍କ ଦ୍ୱାରା ଶୀଘ୍ର ପ୍ରସନ୍ନ ହେଉଥିବା ଠାକୁର। ସେ କୈଳାସରେ ବସି ତପସ୍ୟା କରନ୍ତି। ଦୂର ଗ୍ରାମରେ ନନ୍ଦିନୀ ବୋଲି ଗୋଟିଏ ଭକ୍ତ ନିଜ ମା ଅସୁସ୍ଥ ଥିବା ହେତୁ ତାଙ୍କୁ ସେବା କରୁଥାଏ। ଦିନେ ସେ ହାତରେ ଏକ ଫୁଲ ଧରି ମନ୍ଦିରକୁ ଚାଲି ଚାଲି ଆସୁଥାଏ। ମନ୍ଦିରକୁ ଆସି ସେ ଦେଖିଲା ଯେ ଶିବଲିଙ୍ଗ ଆଗରେ ଥିବା ଦୀପଟି ଧୀରେ ଧୀରେ ଲିଭି ଯାଉଛି। ସେ ତୁରନ୍ତ ନିଜ ଘରକୁ ଦୌଡ଼ି ଦୌଡ଼ି ଆସିଲା। ଦୌଡ଼ି ଦୌଡ଼ି ଆସି ତାଙ୍କ ଘରେ ଥିବା କିଛିଟା ଶେଷ ତେଲକୁ ସେ ସଂଗ୍ରହ କରି ମନ୍ଦିରକୁ ପୁଣି ଗଲା। ମନ୍ଦିରକୁ ଯାଇ ସେ ଦୀପଟିକୁ ତେଲ ଢାଳି ଜଳି ପୁଣି ଥରେ ତା ହାତରେ ଧଇଲା। ହାତରେ ଧରି ସେ ଶିବଲିଙ୍ଗ ଆଗରେ ବସି ତପସ୍ୟା କଲା। ସେ ଆଖି ଯୋଡ଼ି ତପସ୍ୟା କରିବା ମାତ୍ରେ ଶିବଲିଙ୍ଗରୁ ଏକ ଚମତ୍କାର ସ୍ୱର୍ଣ୍ଣ ରଙ୍ଗର କିରଣ ବାହାରି ମାତ୍ରେ ସେଥିରୁ ଶିବ ପ୍ରକଟିତ ହେଲେ। ଶିବ ପ୍ରକଟିତ ହୋଇ ଉପରକୁ ପାହାଚ ଚଢ଼ି ଆସିଲେ। ନନ୍ଦିନୀ ବସିଥିବା ସ୍ଥାନରେ ଛିଡ଼ା ହୋଇ ତାକୁ ତ୍ରିଶୂଳରେ ଆଶୀର୍ବାଦ ଦେଲେ। ଆଶୀର୍ବାଦ ଦେବା ମାତ୍ରେ ସେ ଉଭାନ ହୋଇଗଲେ। ଉଭାନ ହୋଇ ମାତ୍ରକେ ନନ୍ଦିନୀ ଘରକୁ ଆସିଲା ଓ ତା ମା ସୁସ୍ଥ ହୋଇଯାଇଥିବା ଦେଖି ସେ ଖୁସି ହେଲା ଓ ସେ ଗାଁ ଲୋକଙ୍କୁ ଏକାଠି କରି ସ୍ୱର୍ଣ୍ଣ ରଙ୍ଗର ବା ସବୁଜ ଘାସ ପଡ଼ିଆରେ ସେ ସବୁ ଗାଁ ଲୋକଙ୍କୁ କହିଲା ଓ ସେ ମନ୍ଦିର ପଛପଟେ ଶିବଙ୍କୁ ଦେଖିଲା।